Hi, my name is Susan Naik. I'm a clinical psychologist. In this video, I'll talk about 10th and plus 2 board examination, its impact, and psychological management of exam stress. 10th ଆଉ ପ୍ଲସ୍ ଟୁ ବୋର୍ଡ଼ ଏକ୍ଜାମ୍ ଯେଉଁମାନେ ଦେଉଛନ୍ତି ଯେଉଁ ଷ୍ଟୁଡେଣ୍ଟସ୍ ଆଜ୍ ୱେଲ୍ ଆଜ୍ ପ୍ୟାରେଣ୍ଟସ୍ ମାନେ ବହୁତ ଟେନସନ୍ରେ ଏବେ ମେ ବି ଥିବେ ଆଉ ଷ୍ଟ୍ରେସ୍ରେ ରହିବା ଇଜ୍ ବହୁତ ସ୍ୱାଭାବିକ। କାରଣ ଏଇଟା ଗୋଟେ ଷ୍ଟୁଡେଣ୍ଟ ଲାଇଫ୍ର ଗୋଟେ ଫାଷ୍ଟ ଫେଜ୍ ଆଉ ବହୁତ କ୍ରୁସିଆଲ୍ ଟାଇମ୍। ଏଇ ଟାଇମ୍ରେ ତ ଆମ ଗୋଟେ କ୍ୟାରିୟର ବିଲ୍ଡ ହୁଏ ଆଣ୍ଡ ଆଇଡେଣ୍ଟିଟି ବିଲ୍ଡିଂ ଟାଇମ୍। ସୋ ଅବଭିୟସଲି ବ୍ୟାକ୍ ଅଫ୍ ଦ ମାଇଣ୍ଡସ୍ ଟିକେ ବହୁତ ଷ୍ଟ୍ରେସ୍ ରହିବ। ଆଉ ଏକ୍ଜାମ୍ ଷ୍ଟ୍ରେସ୍ ରହିବା ମୁଁ କହିବି ମାଇଲ୍ଡ ଆମାଉଣ୍ଟର ଯଦି ରହୁଛି, ଟିକେ ଅଳ୍ପ ବହୁତ ରହୁଛି, ସେଇଟା ହେଲ୍ପ କରେ। କାରଣ ଆମେ ଯଦି ଷ୍ଟ୍ରେସ୍ରେ ରହିବା, ଆମ ଭିତରେ ସିରିୟସନେସ୍ ରହିବ, ପାଠପଢ଼ାରେ ଅଧିକ ଟିକେ ଧ୍ୟାନ ଦେଇପାରିବା, ଆମେ ଆଲର୍ଟ ରହିବା, ଆମ ଆଟେନସନ୍ କନସେନ୍ଟ୍ରେସନ୍ ସାର୍ପ ହେଇଯାଏ। ସେଇ ଟାଇମ୍ରେ ଯେଉଁମାନେ ଅଲରେଡ଼ି ପଢ଼ିଛନ୍ତି, ବାପା ମାଆଙ୍କୁ କହିବି କି ଅଲଗା ଷ୍ଟୁଡେଣ୍ଟସ୍କୁ କହିବି, ତାଙ୍କୁ ଜାଣିଥିବେ ଯେ ଏକ୍ଜାମ୍ ଟାଇମ୍ରେ ଟିକେ ଆମେ ବହୁତ ମେମୋରାଇଜ୍ କରିପାରୁ, ବହୁତ କନସେନ୍ଟ୍ରେଟ୍ କରିପାରୁ। ତ ସେଇ ଟାଇମ୍ରେ ଟିକେ ବହୁତ ଷ୍ଟ୍ରେସ୍ ରହିବା ଇଜ୍ ଗୁଡ୍ ଫର୍ ଆୱାର ହେଲ୍ଥ ଆଉ ଗୁଡ୍ ଫର୍ ଏକ୍ଜାମ୍ ଅଲସୋ। କିନ୍ତୁ ବେଳେବେଳେ କ'ଣ ହୁଏ ନା, ଆମ ଆନଜାଇଟି ଲେଭେଲ୍ ବଢ଼ିଯାଏ, ଆମ ଷ୍ଟ୍ରେସ୍ ବଢ଼ିଯାଏ। ତ ଷ୍ଟ୍ରେସ୍ ବଢ଼ିଲେ କ'ଣ ହୁଏ ନା, ଆମେ କନସେନ୍ଟ୍ରେଟ୍ କରିପାରିବାନି କି ଇନ୍ ସର୍ଟ ଯେମିତିକି ଏକ୍ଜାମ୍ ପିରିୟଡ଼ରେ ଆମ ମାଇଣ୍ଡ ବ୍ଲାଙ୍କ ହେଇଯାଏ, ଲେଖିବାକୁ ଚାହୁଁଥିବା ପଢ଼ିଥିବା ବଟ୍ ସେଇ ଟାଇମ୍ରେ ରିକଲ୍ କରିପାରିବାନି, ଏସବୁ ଡିଷ୍ଟର୍ବାନ୍ସ ହୁଏ। ତ ଷ୍ଟ୍ରେସ୍କୁ ତ ଆମେ କେବେ ବି କମ୍ପ୍ଲିଟଲି ଦୂର କରିପାରିବାନି, କାରଣ ସେଇଟା ନ୍ୟାଚୁରାଲ୍ ଜିନିଷ ବଡ଼ିରେ ରହିବ। କିନ୍ତୁ କେମିତି ମ୍ୟାନେଜ୍ କରିବା ତା ଉପରେ କହିବି। ତା ପୂର୍ବରୁ ଏଇ ଯେଉଁ ଆନଜାଇଟି କ'ଣ, ସେ ବିଷୟରେ କହିବି ଯେ ଆନଜାଇଟି ଇଜ୍ ନଥିଙ୍ଗ ବଟ୍ ସିମ୍ପଲ୍ ୱେରେ ଯଦି କହିବା, ଏ ଷ୍ଟେଟ୍ ଅଫ୍ ଆପ୍ରିହେନ୍ସନ୍। ମାନେ ସେଇ ଡର, କାଳେ କ'ଣ ହେଇଯିବ, କାଳେ ନେଗେଟିଭ୍ ହେଇଯିବ, ଯେଉଁ ଫ୍ୟୁଚର୍କୁ ରେଫର୍ କରିକି ଆମେ ଯେଉଁ ନେଗେଟିଭ୍ ବ୍ରଡ଼କାଷ୍ଟ କରୁଛେ, ସେଇଟା ହେଉଛି ଆନଜାଇଟି। ମାନେ କାଳେ ଫେଲ୍ ହେଇଯିବି, କାଳେ କମ୍ ମାର୍କସ୍ ରଖିବ, କାଳେ ମାନେ କମ୍ ମାର୍କସ୍ ରଖିଲେ କେଉଁ ଭଲ କଲେଜ ମିଳିବନି କି ଭଲ ପ୍ରଫେସନ୍କୁ ଯାଇପାରିବିନି, ସେଇ ଡର ହେଉଛି ଆନଜାଇଟି। ଆଉ ଆନଜାଇଟି ହେଲେ କ'ଣ ହୁଏ ନା, ମାନେ ସାଇକୋଲୋଜିକାଲ୍ ଜିନିଷ ଆନଜାଇଟି, ବଟ୍ ଫିଜିକାଲ୍ ଚେଞ୍ଜେସ୍ ବି କିଛିଟା ହୁଏ। ଲାଇକ୍ ଆନଜାଇଟିର ଫାଷ୍ଟ ଲକ୍ଷଣ ହେଉଛି ଲାଇକ୍ ଛାତି ଧକ୍ ଧକ୍ କରିବା, ପାଲପିଟେସନ୍ କୁହନ୍ତି, ପାଲପିଟେସନ୍ ହେବା, ମୁଣ୍ଡ ଘୁରିଯିବା, ଆଖି ଝାପ୍ସା ଝାପ୍ସା ଲାଗିବା, ପାଟି ତଣ୍ଟି ଶୁଖିଯିବା, ଦେନ୍ ପେଟ ଗଡ଼ମାଡ଼ ଲାଗିବା। ସେଇ ଟାଇମ୍ରେ ଗ୍ୟାସ୍ ହେଇଯାଏ ବହୁତ ଲୋକଙ୍କୁ, ବାରମ୍ବାର ପରିସ୍ରା, ଏକ୍ଜାମ୍ ପିରିୟଡ଼ରେ ବାରମ୍ବାର ପରିସ୍ରା ଲାଗିବା। ଆଣ୍ଡ ବହୁତ ଏମିତି କେସ୍ ବି ହୁଏ ଯେ ଏକ୍ଜାମ୍ ପିରିୟଡ଼ରେ ଲୋକ ବେହୋସ ହେଇଯାଆନ୍ତି ଷ୍ଟ୍ରେସ୍ରେ, ନିଦ ନ ହେବା, ଭୋକ ନ ହେବା, ମନ ଖରାପ ଲାଗିବା, ଲୋନଲି ଫିଲ୍ କରିବା, ଏସବୁ ଜିନିଷ ଷ୍ଟ୍ରେସ୍ ଆସେ। ତ ଏଇ ଷ୍ଟ୍ରେସ୍ କେମିତି, ଆଉ ଗୋଟେ ଫ୍ୟାକ୍ଟର ହେଉଛି ଯେ ଷ୍ଟୁଡେଣ୍ଟସ୍ ଲାଇଫ୍ରେ ଏମିତି ନଥାଏ ଯେ ଖାଲି ଏକ୍ଜାମ୍କୁ ନେଇକି ଟେନସନ୍ ନଥାଏ। ତାଙ୍କ ମନରେ ଥାଏ ଯେଉଁ ପ୍ୟାରେଣ୍ଟାଲ୍ ପ୍ରେସର୍, ସୋସାଇଟାଲ୍ ପ୍ରେସର୍, ପିୟର୍ କମ୍ପାରିଜନ୍, ତାପରେ ଫିୟର୍ ଅଫ୍ ଫେଲୋର୍ କି ଆଉ ଏକ୍ଜାମ୍ କ୍ୟାରିୟରକୁ ନେଇକି ଡର, ଏଇଟା ବି ସାଇମଲ୍ଟେନିୟସଲି ବ୍ୟାକ୍ ଅଫ୍ ଦି ମାଇଣ୍ଡ ଚାଲିଥାଏ। ତେଣୁକରି ପ୍ୟାରେଣ୍ଟସ୍ମାନଙ୍କର ରୋଲ୍ ଏଠି ବେଶୀ, ବା ବଡ଼ ଲୋକଙ୍କ ମାନଙ୍କ ରୋଲ୍ ବେଶୀ। ଏଇ ଟାଇମ୍ରେ ଆଟଲିଷ୍ଟ ତାଙ୍କୁ ସାନ୍ତ୍ୱନା ଦିଅନ୍ତୁ, ତାଙ୍କୁ ସପୋର୍ଟ କରନ୍ତୁ, ତାଙ୍କୁ କେୟାର କରନ୍ତୁ। ଏଇ ଟାଇମ୍ରେ ତାଙ୍କୁ ଡରେଇବା କି ତାଙ୍କୁ ଦେଖେଇବେ ଏକ୍ଜାମ୍ ଭଲ ନହେଲେ ଏଇଆ ହେବ ସେ ହେବ, ଏମିତି କରିବେନି। ତାକୁ ଯେତେ ବେଟର୍ ମେଣ୍ଟାଲ୍ ସ୍ପେସ୍ରେ ରଖିପାରିବେ, ତାହେଲେ ସେ ତା'ର ଏକ୍ଜାମ୍ ବେଟର୍ ହେବ। ଆଉ ଗୋଟେ ଜିନିଷ କହିବି, ଏଇ ପ୍ଲସ୍ ଟୁକୁ ନେଇକି, 10th ବୋର୍ଡ଼ ଏକ୍ଜାମ୍କୁ ନେଇକି ପଜିଟିଭ୍ ଫିଲ୍ କରିବାକୁ ଗୋଟେ ଷ୍ଟୋରି କହିବି। ଯେମିତିକି ମୋର ଭଉଣୀ, ଛୋଟ ଭଉଣୀ ଜଣେ ଅଛି, ସେ ଛୋଟବେଳୁ ମୁଁ ହାର୍ଟ ଡକ୍ଟର ହେବି କୁହେ ସବୁବେଳେ। ତ ସେମିତି ଆପଣମାନଙ୍କର ବି ବହୁତ ସାରା ସ୍ୱପ୍ନ ଥିବ ନା। ତ 6th, 7th, 8th, 9th ଏଇ ପିରିୟଡ଼ରେ ତ ସେଇ ଜିନିଷ ଫୁଲଫିଲ୍ ହେବନି। ଏବେ ହିଁ ସେଇ ପିରିୟଡ଼, ଯେଉଁ ସ୍ୱପ୍ନ ଦେଖୁଥିଲେ ଛୋଟବେଳୁ, ସେଇ ସ୍ୱପ୍ନକୁ ପାଇବାର ଜଷ୍ଟ ଆଉ କ୍ଲୋଜର୍ ହେଇକି ଆସୁଛନ୍ତି। ତ ଏକ୍ଜାମ୍ ଭଲ କରନ୍ତୁ ଆଉ ସେଇ ସ୍ୱପ୍ନ ଫୁଲଫିଲ୍ ହେବ। ୟେସ୍ ଅର୍ ନୋ? ଆଣ୍ଡ ସେଇ ଅନୁସାରେ ଜଷ୍ଟ ଆକୁ ପଜିଟିଭଲି ନେବା। ମୁଁ ଇନ୍ ସର୍ଟ କହିବାକୁ ଚାହୁଁଛି ଯେ ଏକ୍ଜାମ୍କୁ ଆମେ କାହିଁକି ନେଗେଟିଭ୍ ଇଭେଣ୍ଟ ଆକାରରେ ଭାବିବା, ଆମେ ପଜିଟିଭ୍ ଇଭେଣ୍ଟରେ ଭାବିବା ଯେ ଏଇ ଜିନିଷ ମୋ ପାଇଁ କ୍ରୁସିଆଲ୍, ମୋ କ୍ୟାରିୟର ବିଲ୍ଡିଂ, ମୋ ଆଇଡେଣ୍ଟିଟି ବିଲ୍ଡିଂ ପାଇଁ ଭଲ। ୟେସ୍। ତ
ଯେମିତିକି ମୁଁ କହିଥିଲି ଯେ ଏକ୍ଜାମ୍ ଟାଇମ୍‌ରେ ସ୍ୱାଭାବିକ ଷ୍ଟ୍ରେସ୍ ଆସିବା, ତ ତାକୁ ମ୍ୟାନେଜମେଣ୍ଟ ମାନେ କେମିତି ମ୍ୟାନେଜ୍ କରିବେ ତା ପାଇଁ ବହୁତ ସିମ୍ପଲ୍ ଜିନିଷ, ବହୁତ ବେସିକ୍ ଜିନିଷ ଫଲୋ କରିବାକୁ ମୁଁ କହିବି। ଫାର୍ଷ୍ଟ ଜିନିଷ ହେଉଛି ଯେ ସ୍ଲିପ୍, ପ୍ରପର୍ ରେଷ୍ଟ ଦରକାର। ଆମେ ୟୁଜୁଆଲି ସମସ୍ତେ ଏକ୍ଜାମ୍ ପିରିୟଡ଼ରେ କ'ଣ କରୁନା ଏକ୍ସଟ୍ରା ଟିକେ ପଢ଼ୁ, ଯେମିତିକି ଟାଇମ୍ ୱେଷ୍ଟ ନ ହେଇଯାଉ, ଆଉ ମୁଁ ଟିକେ ଏକ୍ସଟ୍ରା ପଢ଼ିବି ସୋ ଦ୍ୟାଟ୍ ଭଲ ବେଟର୍ ମାର୍କସ୍ ରଖିବି, ସେଇଟା ଗୋଟେ ଥାଏ। ବଟ୍ ସେ ଭୁଲ କରିବେନି। ଏଇ ପିରିୟଡ଼ରେ ପ୍ରପର୍ ରେଷ୍ଟ, ପ୍ରପର୍ ସ୍ଲିପ୍ ଦରକାର। ଆମ ବ୍ରେନ୍‌ର ଅପ୍ଟିମମ୍ ଫଙ୍କସନିଂ ପାଇଁ 6 to 8 ଆୱାର୍ସ ନିହାତି ନିଦ ଦରକାର। ଆଉ ଗୋଟେ ବେଟର୍ ନିଦ ପାଇଁ କିଛିଟା ଷ୍ଟେପ୍ ଫଲୋ କରିବେ, ଯେମିତିକି ଗୋଟେ ଫିକ୍ସ ଟାଇମ୍ ରହିବ ଶୋଇବା ଟାଇମ୍ ଆଣ୍ଡ ଉଠିବା ଟାଇମ୍, ସୋ ଦ୍ୟାଟ୍ ସେ ବାୟୋଲୋଜିକାଲ୍ କ୍ଲକ୍ ଆମର ଚାଲିବ, ସେଇ ପିରିୟଡ଼ରେ ନିଦ ହୁଏ ଆଉ ସେଇ ଟାଇମ୍‌ରେ ଉଠିଯାଉ। ମର୍ଣ୍ଣିଂ ଟାଇମ୍‌ରେ ଉଠିଲା ପରେ ଗୋଟେ ଅଧଘଣ୍ଟା କି ଘଣ୍ଟାଟିର ସନ୍ ଏକ୍ସପୋଜର୍, ମାନେ ମର୍ଣ୍ଣିଂ ବାଲା 7 to 9 ବାଲା ସନ୍ ଏକ୍ସପୋଜର୍ ଆମେ ଯଦି ଦେବା, ଆମ ନ୍ୟାଚୁରାଲି ଆମକୁ ମୁଡ୍ ଏଲିଭିଏଟ୍ କରେ, ପଜିଟିଭ୍ ଫିଲ୍ ହୁଏ, ଆମର ସାର୍କାଡିଆନ୍ ରିଦିମ୍ ଆମର ପ୍ରପର୍ ଫଙ୍କସନ୍ କରେ, ସୋ ଦ୍ୟାଟ୍ ଆମ ବାୟୋଲୋଜିକାଲ୍ କ୍ଲକ୍ ଠିକ୍ ଟାଇମ୍‌ରେ ନିଦ ହେବା, କେଉଁ ଟାଇମ୍‌ରେ ଭୋକ ଲଗେଇବା, ସେସବୁ ଜିନିଷ ବେଟର୍ ହେଇପାରିବ। ତ ଆପଣ ସନ୍ ଏକ୍ସପୋଜର୍ ନିଅନ୍ତୁ। ଆଣ୍ଡ ସ୍ଲିପ୍ ହାଇଜିନ୍ ପାଇଁ ଇଭିନିଂ ପରେ ଯେତେ ଆମର ଲାଇଟ୍ ଏକ୍ସପୋଜର୍ କମେଇ ଦେବା, କାରଣ ବ୍ରେନ୍‌କୁ ଇନଡାଇରେକ୍ଟଲି ଆମେ ମେସେଜ୍ ଦେଉଛେ ଯେ ମୁଁ ଆଲର୍ଟ ଷ୍ଟେଜ୍‌ରେ ଅଛି, ତ କେମିତି ହେବ? ଲାଇଟ୍ ଏକ୍ସପୋଜର୍ ଯେତେ ବଢ଼ିବ ସେତିକି ନିଦ ହେବନି। ତ ଇଭିନିଂ ପରେ ମୋବାଇଲ୍, ଟିଭି ଏସବୁ କି ଏମିତି ଜଷ୍ଟ ଘରର ଲାଇଟ୍ ବି ଏକ୍ସପୋଜର୍ କମେଇ ଦେବା ବେଟର୍ ହେବ। ଆଉ ବେଡ଼ରୁମ୍‌ରେ କେବଳ ଶୋଇବାକୁ ଏଇ ପିରିୟଡ଼ରେ ୟୁଜ୍ କରିବେ। ବେଡ଼ରୁମ୍‌ରେ ହିଁ ପଶିକି ସେଇ ଖଟ ଉପରେ ହିଁ ଖାଇବି, ପାଠ ପଢ଼ିବି, ସେସବୁ ଭୁଲ କରିବେନି। ଗୋଟେ ଷ୍ଟଡି ଟେବୁଲ୍‌ରେ ସେପାରେଟ୍‌ରେ ପଢ଼ାପଢ଼ି କରିବେ। ଶୋଇବା ପାଇଁ କେବଳ ଶୋଇବା ପାଇଁ ୟୁଜ୍ କରିବେ। ଆଉ ଶୋଇବା ପୂର୍ବରୁ ଗୋଟେ ଫୁଲ୍ ଷ୍ଟପ୍ ଦେଲା ଟାଇପ୍‌ର, କି ଦିନସାରା ପଢ଼ିଲି, ଲେଖିଲି, ଯାହା ବି ପରିଶ୍ରମ କଲି, ଏଇଟା ଗୋଟେ ଦିସ୍ ଇଜ୍ ଫର୍ କ'ଣ? ସ୍ପେଶାଲି ଫର୍ ସ୍ଲିପିଂ। ଗୋଟେ ଫୁଲ୍ ଷ୍ଟପ୍ କରିକି ସେଇଠି ଆରାମସେ ଶୋଇବେ। ସେଇଠି ବସିକି ଭାବନା ଏସବୁ ନାହିଁ। ଯଦି ଭାବିବାର ଅଛି ବରଂ ଏକ୍ସଟ୍ରା 5-10 ମିନିଟ୍ ନେଇଯିବେ, ଗୋଟେ ଟେବୁଲ୍‌ରେ ବସିକି ପ୍ଲାନିଂ କରିବେ, ଲେଖିବେ, କି ପ୍ୟାରେଣ୍ଟସ୍ ସହିତ ଡିସ୍କସ୍ କରିବେ ଯେ କ'ଣ କରିବି କ'ଣ ନାହିଁ। ବଟ୍ ବେଡ଼ରୁମ୍‌କୁ ଯାଇକି ଭାବିବା ଏସବୁ କରିବେନି, ନିଦ ବ୍ରେକ୍ ହେବ। ଆଣ୍ଡ ଅବଭିୟସ୍ଲି ଲାଇଟ୍ ଫାଇଟ୍ ଅଫ୍ କରିକି ହେବ ଯଦି ବେଟର୍, ଗାଧେଇକି ଫ୍ରେଶ୍ ହେଇକି ଗୋଟେ ହାଲକା ଗୋଟେ କପଡ଼ା ପିନ୍ଧିକି ଗୋଟେ ବେଟର୍ ଟେମ୍ପରେଚର୍ ଆଣ୍ଡ ସାଉଣ୍ଡ ଯେତେ କମ୍ ହେବ, ରିଡ୍ୟୁସ୍ ହେବ ଡିଷ୍ଟ୍ରାକ୍ସନ୍, ସେଠି ସେଇଭଳିଆ ଏନଭାୟରନମେଣ୍ଟ କରିକି ଶୋଇବେ। ଆଣ୍ଡ ସେକେଣ୍ଡ ପଏଣ୍ଟ ହେଉଛି ପ୍ରପର୍ ପାଣି ପିଇବେ। ଏ ଖରା ଟାଇମ୍ ଆସୁଛି, ଡିହାଇଡ୍ରେସନ୍ ଯେତିକି ହେବ ଦେହ ଖରାପ ହେଇଯିବ, ତ ପ୍ରପର୍ ପାଣି ପିଇବେ, ସଫିସିଏଣ୍ଟ ପାଣି ପିଇବେ। ଥାର୍ଡ଼ ଜିନିଷ ହେଉଛି ଖାଇବା। ଏଇ ଟାଇମ୍‌ରେ ପ୍ରପର୍ ହେଲ୍ଦି ଖାଇବା ଇଜ୍ ଭେରି ଏସେନ୍ସିଆଲ୍। ଏଇ ଟାଇମ୍‌ରେ ଯଦି ମୁଁ ବାହାରୁ କିଛି ଅଖାଦ୍ୟ ଜିନିଷ ଖାଇଲି, ଭୁଲରେ ସେଇ ପିରିୟଡ଼ରେ ଦେହ ଖରାପ ହେଇଗଲା, ତ ଅବଭିୟସ୍ଲି ଏକ୍ଜାମ୍‌ରେ ଡିଷ୍ଟର୍ବାନ୍ସ ହେବ। ତ ଏଇ ଟାଇମ୍‌ରେ ସେଇ ରିସ୍କ ବାଲା କାମ କରିବାର ନାହିଁ। ଘରେ ରହିକି ପ୍ରପର୍ ହେଲ୍ଦି ଖାଇବା ଖାଆନ୍ତୁ ଏଇ ପିରିୟଡ଼ରେ। ଆଉ ଗୋଟେ ଜିନିଷ ହେଲା ଯେ ବଡି ମୁଭମେଣ୍ଟ କରୁଥିବା ଦରକାର। ୱାକିଂ ଯାଅ, ଏକ୍ସରସାଇଜ୍ କରନ୍ତୁ, କି ସୁଇମିଂ ହଉ, ଜିମ୍ ଯାଆନ୍ତୁ, ଏନି କାଇଣ୍ଡ ଅଫ୍ ବଡି ମୁଭମେଣ୍ଟସ୍ ଦରକାର ଏଇ ପିରିୟଡ଼। ଗୋଟେ ଷ୍ଟିଫ୍ ହେଇକି ଗୋଟେ ଜାଗାରେ ବସି ରହିଲେ ବି ଷ୍ଟ୍ରେସ୍ ବଢ଼ିଯାଏ। ଏମିତି ହିଁ ତ ଷ୍ଟ୍ରେସ୍, ଆନଜାଇଟି ହର୍ମୋନ୍ ଗୁଡ଼ାକ ରିଲିଜ୍ ହୁଏ। ବଡି ମୁଭ୍ କରୁଥିବା, ତାହେଲେ ବେଟର୍ ମେଣ୍ଟାଲ୍ ହେଲ୍ଥ ବେଟର୍ ଫଙ୍କସନ୍ କରିବ। ଦେନ୍ ଏଇ ଟାଇମ୍‌ରେ ଯେତେ ଆଇସୋଲେଟ୍ ରହିବ ସେତେ ଷ୍ଟ୍ରେସ୍ ବଢ଼ିବ। ଚେଷ୍ଟା କରନ୍ତୁ ଯେ ୱିଥ୍ ଫ୍ରେଣ୍ଡସ୍, ୱିଥ୍ ଫ୍ୟାମିଲି ମେମ୍ବର୍ସ, ୱିଥ୍ ପ୍ୟାରେଣ୍ଟସ୍ ଟାଇମ୍ ସ୍ପେଣ୍ଡ କରିବେ। ଯେତେ ଏକା ଏକା ରହିବେ, କ'ଣ କେବଳ ନେଗେଟିଭ୍ ଚିନ୍ତା, ଫ୍ୟୁଚର୍‌କୁ ନେଇକି ଆମେ ଜଷ୍ଟ ଭାବୁଥିବା, ତ ଲୋକଙ୍କ ଗହଣରେ ରହିଲେ ଆମ ଚିନ୍ତା ରିଡ୍ୟୁସ୍ ହେଇଯାଏ, ଆମେ ବେଟର୍ କାମରେ ଫୋକସ୍ କରିପାରିବା, ସେ ଏକ୍ଜାମ୍ ଦେବାର ପ୍ରୋସେସ୍‌କୁ ଫୋକସ୍ କରିପାରିବେ। ତାପରେ ଇମ୍ପୋର୍ଟାଣ୍ଟ ଜିନିଷ ହେଉଛି ଯେ ଏଇ ଟାଇମ୍‌ରେ ବି ନିଜର ଆକ୍ଟିଭିଟିଜ୍ କରିବେ। ମାନେ ଯଦି ମୋତେ ଭଲ ଲାଗୁଛି, ଗୋଟେ ଗୀତ ଶୁଣିଲେ ବେଟର୍ ଫିଲ୍ ହେଉଛି, ତାହେଲେ ସେଇ ଗୀତ ଶୁଣିବା। ଏଇ ଟାଇମ୍‌ରେ ପୁରା ଖାଲି ପାଠ ନୁହେଁ, ଅଳ୍ପ 5-10 ମିନିଟ୍, ଅଧଘଣ୍ଟା ଟାଇମ୍ ବାହାର କରିକି ନିଜକୁ ଖୁସି ଦେଲା ଭଳିଆ କାମରେ ନିଜକୁ ନିୟୋଜିତ ରଖିବେ। ଓକେ। ଆଉ ଆଉ ଯେହେତୁ ପ୍ଲସ୍ ବୋର୍ଡ଼ ଏକ୍ଜାମ୍ ଦେଉଛନ୍ତି, ଏମିତି ନୁହଁ ଯେ କିଛି ପଢ଼ିନଥିବେ। ସ୍କୁଲରେ ପଢ଼ା ହେଇଥିବ, ଟ୍ୟୁସନ୍‌ରେ ପଢ଼ା ହେଇଥିବ, ଦେନ୍ ନିଜେ ପ୍ରିପେୟାର କରିଥିବେ, ପ୍ୟାରେଣ୍ଟସ୍ ବି ସପୋର୍ଟ କରିଥିବେ। ତଥାପି ମୁଁ ଆଉ କିଛିଟା ଜିନିଷ ଆଡ଼୍ କରୁଛି, ଯେମିତିକି ଏକ୍ଜାମ୍ ପିରିୟଡ଼ରେ, ଯେମିତିକି ଏଇ ପିରିୟଡ଼ ହେଉଛି ରିକଲ୍‌ର ଟାଇମ୍।
ମୁଁ କେତେ ପଢ଼ିଛି ସେଇଟା ମ୍ୟାଟର୍ କରୁନି, ମୁଁ କେତେ ଏବେ ମନେ ରଖିଛି। ତେଣୁକରି ଏମିତି ଯେତେବେଳେ ବି ଆମେ ଅଛି ଫାଙ୍କା, ତ ମେମୋରାଇଜ୍ ରିକଲ୍ କରିବା, କ'ଣ ପଢ଼ିଛେ, କ'ଣ ଆନ୍ସର୍, ତାକୁ ରିକଲ୍ କରିବେ। ସେକେଣ୍ଡ ହେଉଛି ଯେ ଏକ୍ଜାମ୍ର ଯେଉଁ କ୍ୱେଶ୍ଚିନ୍ ସବୁ ଅଛି, ସର୍ଟ କ୍ୱେଶ୍ଚିନ୍, ଲଙ୍ଗ୍ କ୍ୱେଶ୍ଚିନ୍, କେମିତି ଆନ୍ସର୍ ରାଇଟିଂ ଏବେ ମେଣ୍ଟାଲି ଟିକେ ପ୍ରିପେୟାର କରିବେ, ସେଇଟା କେମିତି ରାଇଟିଂ, ଗୋଟେ ପ୍ରପର୍ ଆନ୍ସର୍ କ'ଣ ହେବ। କାରଣ ଆମେ କ'ଣ ଜାଣିଛେ ସେଇଟା ମ୍ୟାଟର୍ ନୁହଁ, ଯେ ସେ ଯିଏ ଏକ୍ଜାମ୍ ଚେକ୍ କରିବ କେଉଁ କ୍ୱେଶ୍ଚିନ୍ର କେମିତି ଆନ୍ସର୍, ଗୋଟେ ଏକ୍ସପେକ୍ଟେସନ୍ ଥାଏ, ଆଉ ସେ ଅନୁସାରେ ତାଙ୍କୁ ଭଲ ଲାଗିଲେ ମାର୍କସ୍ ଅଧିକ ଦେବେ। ତ ଅବଭିୟସ୍ଲି ଆନ୍ସର୍ ରାଇଟିଂ କେମିତି କରିବେ, ଗୋଟେ ଇମାଜିନ୍ କରିବେ, ଗୋଟେ ପ୍ରପର୍ ଇମାଜିନ୍ କରିବେ। ଆଉ ଲାଷ୍ଟ ଜିନିଷ ହେଉଛି ଏକ୍ଜାମ୍ ରୁମ୍କୁ ଯେତେବେଳେ ଯିବେ ସେଇ ଟାଇମ୍ରେ ଟିକେ ଜଷ୍ଟ ପଜ୍ ନେବେ, ଟିକେ ଟାଇମ୍ ଦେଇକି କ୍ୱେଶ୍ଚିନ୍ସ ଟିକେ ପଢ଼ିବେ, କେଉଁ କ୍ୱେଶ୍ଚିନ୍ କେମିତି ଲେଖିବି ତାକୁ ପ୍ଲାନ୍ କରିକି, କେଉଁ ଆନ୍ସର୍ ଜଷ୍ଟ 1 ମିନିଟ୍ 2 ମିନିଟ୍ସରେ ଯେତିକି ଗୋଟେ ପ୍ରିପେୟାର କରିକି ଦେନ୍ ଆନ୍ସର୍ ରାଇଟିଂ ଷ୍ଟାର୍ଟ କରିବେ। ପାଣି ଫାଣି ନେଇଥିବେ ସଫିସିଏଣ୍ଟ। ଆଉ ଗୋଟେ ଲାଷ୍ଟରେ ଏକ୍ଜାମ୍ ଦେବା ପୂର୍ବରୁ କ'ଣ କହିବି, ଯେଉଁ ଆମର ଆମିର ଖାନ ବାଲା ଡାଇଲଗ୍, ଅଲ୍ ଇଜ୍ ୱେଲ୍, ଅଲ୍ ଇଜ୍ ୱେଲ୍, ଅଲ୍ ଇଜ୍ ୱେଲ୍ କହିବେ। ସେଟା ଗୋଟେ ମେସେଜ୍ ଯିବ ବ୍ରେନ୍କୁ ଯେ ହଁ ସବୁକିଛି ଠିକ୍ ଅଛି, ସବୁକିଛି ଠିକ୍ ଅଛି। ଆଉ ମାନେ ଟେକ୍ନିକାଲି ଯଦି କହିବା, ଆମେ ଯଦି ଦୀର୍ଘ ନିଶ୍ୱାସ, ଡିପ୍ ବ୍ରିଦିଂ, ଧୀରେ ଧୀରେ ଆମେ ଯଦି ଅକ୍ସିଜେନ୍ ସଫିସିଏଣ୍ଟ ଯଦି ବ୍ରେନ୍କୁ ଆଉ ଲଙ୍ଗସକୁ ପ୍ରୋଭାଇଡ଼ କରୁଛେ, ଦେନ୍ ଆମ ପାରାସିମ୍ପାଥେଟିକ୍ ନର୍ଭସ୍ ସିଷ୍ଟମ୍ ଆକ୍ଟିଭ୍ ହେଇଯିବ। ବ୍ରେନ୍କୁ ମେସେଜ୍ ଯିବ ଯେ ହଁ ସବୁକିଛି ଠିକ୍ ଅଛି, ନର୍ମାଲ୍ ଅଛି। ଦେନ୍ ଆମେ ବେଟର୍ ଫଙ୍କସନ୍ କରିପାରିବା ଆଉ ବେଟର୍ ଏକ୍ଜାମିନେସନ୍ ଦେଇପାରିବା। ଓକେ, 10th student and +2 students as well as to their parents, all the best.